हेलो पिला माने वेलकम आवर यूट्यूब चैनल रिंकू गुरु ऑफिशियल। आज आम पढ़ा अष्टम श्रेणी साहित्य बही जोटा कि एबे नुआ आसी सबू। तो पाठर नाम भरतंक चित्रकूट यात्रा। तो तार प्रथमे आम पढ़ा कवि परिचय। कवि परिचय पढ़ा। अध्यापक श्रीधर दास पुरी जिला अंतर्गत काकटपुर अंचल नाओसिरा ग्राम 1901 मसीहा अक्टोबर मास 4 तारिख रे जन्म ग्रहण करथिले। तांको पितांक नाम श्यामचरण दास और मातांक नाम थिला श्रद्धामणि देवी। तांको मातांक नाम थिला श्रद्धामणि देवी। तांकर सारस्वत कृति हेउची अत्यंत विचित्र वर्णना। से एकाधर रे जड़े व्याकरणविद, अनुवादक, जीवनी और आत्मजीवनी लेखक, शिशु साहित्यिक एवं संपादक रूपे बेश आदृत। स्रष्टांक सृष्टि मानक मध्यरु सर्वसार व्याकरण, सरल संस्कृत व्याकरण, कथा सुमन, आम देशर इतिहास, गप वृक्ष जगत, ईशपथ कहानी, रामायण कहानी, महाभारत कहानी इत्यादि उल्लेखनीय। भरतंक चित्रकूट यात्रा प्रसंगटी लेखकंक रामायण कहानी पुस्तक आनीत। केउठु आनीत? रामायण कहानी ठू आनीत। एही कहानीटी रामायण जुगर भाईर भाई प्रति किपरि स्नेह, सहानुभूति एवं सदिच्छा ताहा एथिरे स्पष्ट भावे प्रतिफलित होइछि। भरतंक अनाबिल भ्रातृभक्ति और श्रीरामंक प्रति थिबा अचलाचल भक्ति अयोध्यार राज संबंध को तुच्छ करी देछि। भरतंक उद्धार हृदयर भावोच्छ्वाद समग्र रामायण को मधुमय करी तोलिछि। एबे पाठ को जीवा पढ़िबा पाठ। भरतंक आदेश रे सुमंत चतुरंग बल साजी रामंक संधान रे जीवाकू प्रस्तुति हेले। भरत और शत्रुघ्न रथरे बसिथिले। सुमंत रथ चलाउथिले। किए रथ चलाउथिले? सुमंत रथ चलाउथिले। दुर्गम पथ पार होई, दुर्गम माने कठिन, दुर्गम पथ माने चलिबा। से माने श्रृंगवीरपुर रे शबर राजा गृह को भेटिले। शबर राजा को से माने भेटिले। किपरि राम लक्ष्मण और सीता बनर फलमूल खाई वृक्ष मूल रे सोईथिले ताहा कही गृहंक स्थानटी देखाइले। राम लक्ष्मण जेते बेले वन को जाइथिले किपरि से फलमूल खाई तांको जीवन बिताउथिले ताहा कहूथिले। एथिरे भरतंकर शोक वृद्धि पाइला। गृहंक ठारू संवाद मिलिला जे राम भरद्वाज मुनिंक आश्रम बाटे चित्रकूट को जाउथिले। कोठु को जाउथिले? भरद्वाज मुनिंक आश्रम बाटे चित्रकूट को जाइछंती।
ଗୃହଙ୍କ ତାଙ୍କ ବାଟ ଦେଖାଇ ଚାଲିଲା। ଭରତ ନିଜ ଅନୁଚରଣ ମାନଙ୍କ ସହିତ ଏଇଟା ଲେଭେଇଦେବା ସହିତ ଯାଇ ଭରଦ୍ୱାଜଙ୍କ ଆଶ୍ରମରେ ପହଞ୍ଚିଲେ। ଭରତ ମୁନିଙ୍କୁ ପ୍ରଣାମ କରି ତାଙ୍କ ଆଗମନର କାରଣ ଜଣାଇଲେ। ମୁନିଙ୍କୁ ଯେତେବେଳେ ସେ ଦେଖିଲେ ତାଙ୍କୁ ପ୍ରଥମେ ପ୍ରଣାମ କଲେ ଆଉ ସେ ଆସିଥିବା କାରଣ ମୁନିଙ୍କୁ ଜଣାଇଲେ। ମୁନି ଭରତ ଓ ତାଙ୍କର ଲୋକମାନଙ୍କୁ ଯଥାବିଧ ଚର୍ଚ୍ଚା କଲେ। ରାତିଟି ଚିତ୍ର ଏଇଟା ଦେଇଛି ଦେଖିନିଅ। ରାତିଟି ଆଶ୍ରମରେ କଟାଇ ସକାଳୁ ସେମାନେ ବାହାରିଲେ। ରାତିରେ ସେମାନେ ଆଶ୍ରମରେ ରହି ସକାଳୁ ସେମାନେ ବାହାରିଲେ। ମୁନି ସେମାନଙ୍କୁ ପଥ ଦେଖାଇଲେ। ମୁନି ତାଙ୍କୁ ରାସ୍ତା ଦେଖାଇଲେ, ପଥ ଦେଖାଇଲେ। ଗୃହଙ୍କ ଆଗେ ଚାଲିଲେ। ସୈନ୍ୟମାନଙ୍କ ପଥ ଧ୍ୱନିରେ ବନ କମ୍ପି ଉଠିଲା। ବନ ମାନେ କ'ଣ? ବନ ମାନେ ଜଙ୍ଗଲ। ଧ୍ୱନି ମାନେ ଶବ୍ଦ। ଧୂଳି ପଟଲ ଉଠିଲା। ଚିତ୍ରକୂଟ ନିକଟରେ ସେମାନେ ପହଞ୍ଚିଲେ। ଏପରି ଶବ୍ଦ ଶୁଣି ଲକ୍ଷ୍ମଣ ବିସ୍ମିତ ହୋଇ ଗୋଟିଏ ବଡ଼ ଗଛରେ ଚଢ଼ି ଚାହିଁଲେ। ସେ ଦେଖିପାରିଲେ ଯେ ଭରତ ଓ ଶତ୍ରୁଘ୍ନ ରଥରେ ବସି ଆସୁଛନ୍ତି ଓ ତାଙ୍କ ସଙ୍ଗରେ ଅସଂଖ୍ୟ ସୈନ୍ୟ ରହିଅଛନ୍ତି। ହଠାତ୍ ସେ ଭାବିଲେ, ବୋଧ ହୁଏ ଭରତ ରାଜ୍ୟ ଅଧିକାର କରି ମଧ୍ୟ ସନ୍ତୁଷ୍ଟ ନୁହନ୍ତି। ତେଣୁ ସେମାନଙ୍କୁ ବଧ କରିବା ପାଇଁ ସୈନ୍ୟ ନେଇ ଆସୁଛନ୍ତି। ଆଗକୁ ଯିବା। ଏହା ଭାବି ସେ ବୃକ୍ଷରୁ ଓହ୍ଲାଇ ରାମଙ୍କୁ କହିଲେ, ଭାଇ ଭରତ ଶତ୍ରୁଘ୍ନ ଅନେକ ସୈନ୍ୟ ସାମନ୍ତ ଘେନି ଆମକୁ ମାରିବା ପାଇଁ ଆସୁଛନ୍ତି। ଏହା କିଏ କହିଲେ? ଲକ୍ଷ୍ମଣ କହିଲେ। କାହାକୁ? ଶ୍ରୀରାମଙ୍କୁ। ମୁଁ ସେମାନଙ୍କୁ ମାରିବାକୁ ଯାଉଛି। ଏହା ଶୁଣି ରାମ ଲକ୍ଷ୍ମଣଙ୍କୁ ବାରଣ କରି କହିଲେ, ଏହିପରି ଅଧୀର ହୁଅ ନାହିଁ। କିଏ କହିଲେ? ଭରତ ଶତ୍ରୁଘ୍ନ ଆମର ଭାଇ। ସେମାନଙ୍କୁ ଦେଖିଲେ ଆମର ଆନନ୍ଦ ହେବା। ସେ ଦୁହେଁ ଆମକୁ ମାରିବେ ବୋଲି ଭାବିବା ତୁମର ଭୁଲ ବିଚାର। ଏହା କିଏ କହିଲେ? ରାମଚନ୍ଦ୍ର କହିଲେ ଲକ୍ଷ୍ମଣଙ୍କୁ। ଏଣେ ଭରତ ଓ ଶତ୍ରୁଘ୍ନ ସୈନ୍ୟମାନଙ୍କୁ ଦୂରରେ ରଖାଇ ରଥରୁ ଓହ୍ଲାଇଲେ ଓ ଗୃହଙ୍କ ସହିତ ରାମଙ୍କ କୁଟୀର ଆଡ଼କୁ ଚାଲିଲେ। ଭରତ ରାମଙ୍କୁ ଦେଖି ସାଷ୍ଟାଙ୍ଗ କ'ଣ କଲେ? ନମସ୍କାର କଲେ, ମାନେ ପ୍ରଣିପାତ କଲେ। ଲକ୍ଷ୍ମଣ ମଧ୍ୟ ଭରତଙ୍କୁ ପ୍ରଣାମ କଲେ। ଆଉ ସେ ଯେଉଁ ଡରୁଥିଲେ ଲକ୍ଷ୍ମଣ ଭରତଙ୍କୁ ଦେଖି ସେ ମଧ୍ୟ ପ୍ରଣାମ କଲେ। ଶତ୍ରୁଘ୍ନ ରାମ ଓ ଲକ୍ଷ୍ମଣଙ୍କୁ ଯଥାବିଧି ମାନ୍ୟ ଦେଖାଇଲେ। ଚାରି ଭାଇଙ୍କର ମିଳନ ହେଲା। ସମସ୍ତଙ୍କ ଚକ୍ଷୁରୁ ଲୋତକ ବହିଗଲା। ଲୋତକ ମାନେ ଲୁହ। ସେ ଦେଖି ଭାବପୂର୍ଣ୍ଣ ହେଇକି ତାଙ୍କ ଆଖିରୁ ଲୁହ ବହିଗଲା। ଭରତ ଓ ଶତ୍ରୁଘ୍ନ କୁଶ ଆସନରେ ବସିଲେ।
ଭରତ ରାମଙ୍କୁ କହିଲେ, ଭାଇ ତୁମେ ଆମର କୁଲ ଚନ୍ଦ୍ରମା। ଅଯୋଧ୍ୟା ରାଜ୍ୟ ରକ୍ଷା କରିବାକୁ ତୁମେ ହିଁ ଯୋଗ୍ୟ। ତୁମେ ବନକୁ ଆସିବାରୁ ଅଯୋଧ୍ୟାବାସୀ ଦୁଃଖରେ ହାହାକାର କରୁଛନ୍ତି। ତୁମକୁ ହରାଇ ପିତା ହା ରାମ କହି ଝୁରି ଝୁରି ପ୍ରାଣ ହରାଇଛନ୍ତି। ତୁମେ କ୍ଷମାର ସାଗର। ମୋର ମନ୍ଦ ବୁଦ୍ଧି ମାଙ୍କୁ କ୍ଷମା ଦିଅ। ଅଯୋଧ୍ୟାକୁ ଫେରିଯାଇ ରାଜସିଂହାସନରେ ବସ। ଆମେ ତୁମର ସେବା କରି ଧନ୍ୟ ହେବୁ। ଭରତ ଏହା କହିଲେ ଓ ଦୁଇ ଭାଇ ଯାକ ରାମଙ୍କ ପାଦ ତଳେ ପଡ଼ିଗଲେ। କ'ଣ କଲେ? ରାମଙ୍କ ପାଦ ତଳେ ପଡ଼ିଗଲେ। ରାମ ସେ ଦୁହିଁଙ୍କୁ ଉଠାଇ ଆଲିଙ୍ଗନ କଲେ। ଆଲିଙ୍ଗନ ମାନେ ସ୍ନେହ। ରାମ ସ୍ନେହ କଲେ। ପିତାଙ୍କର ମୃତ୍ୟୁ ସମ୍ବାଦରେ ରାମ, ସୀତା ଓ ଲକ୍ଷ୍ମଣ ବିଳାପ କରି ଉଠିଲେ। ତାପରେ ସେମାନେ ନଦୀ ଜଳ ସ୍ନାନ କରି ଦଶରଥଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ କଲେ। କୁଲଗୁରୁ ବଶିଷ୍ଠ ମଧ୍ୟ ଫେରିଯିବା ପାଇଁ ରାମଙ୍କୁ ବହୁତ ବୁଝାଇଲେ। କୁଲଗୁରୁ କିଏ? ବଶିଷ୍ଠ। କିନ୍ତୁ ରାମ କୌଣସି ପ୍ରକାରେ ଅଯୋଧ୍ୟାକୁ ଫେରିଯିବା ପାଇଁ ସ୍ୱୀକୃତ ନ ହୋଇ କହିଲେ। ରାମ ଅଯୋଧ୍ୟା ଯିବାକୁ ସ୍ୱୀକୃତ ହେଲେ ନାହିଁ। ଯେଉଁ ସତ୍ୟ ପାଳିବାକୁ ଯାଇ ଆମର ପିତା ଜୀବନ ହରାଇଲେ, ମୁଁ କିପରି ସେହି ସତ୍ୟ ଲଙ୍ଘନ କରିବି? ତାଙ୍କର ଶେଷ ଆଦେଶ ପାଳିତ ନ ହେଲେ ସେ ସ୍ୱର୍ଗରେ ସୁଦ୍ଧା ଶାନ୍ତି ପାଇବେ ନାହିଁ। ଆଗକୁ ସ୍କ୍ରୋଲ କରିବା। ମୁଁ ତାଙ୍କର ସତ୍ୟ ରକ୍ଷା କରିବା ପାଇଁ ଅବଶ୍ୟ 14 ବର୍ଷ ବନବାସ କରିବା ପରେ ଅଯୋଧ୍ୟାକୁ ଫେରିଯିବି। ଭରତ ଥାଉ ଥାଉ ରାଜ୍ୟ ଶାସନ ବାଧା ପାଇବ ନାହିଁ। ଭରତ ଥାଉ ଥାଉ ରାଜ୍ୟ ଶାସନ ବାଧା ପାଇବ ନାହିଁ। ଭରତ ସିଂହାସନରେ ବସି ରାଜ୍ୟକର୍ମ ପାଳନ କରୁ। ରାମ କହୁଛନ୍ତି ଯେ ଭରତ ସିଂହାସନରେ ବସି ରାଜ୍ୟକର୍ମ ପାଳନ କରୁ। ଏହା ଶୁଣି ଭରତ ରାମଙ୍କୁ କହିଲେ। ଭରତ ରାମଙ୍କୁ କହୁଛନ୍ତି, ସିଂହାସନରେ ତୁମେ ବସିବା କଥା। ତାହା ପାଇଁ ତୁମେ ହିଁ ଉପଯୁକ୍ତ। ସେଥିରେ ମୋ ପରି ଅଧମ ବସି ତାକୁ କଳଙ୍କିତ କରି ନ ପାରେ। ତେଣୁ ମୋର ଅନୁରୋଧ ରକ୍ଷା କରି ତୁମେ ଅଯୋଧ୍ୟାର ସିଂହାସନ ମଣ୍ଡନ କର। କିଏ କହିଲେ? ଭରତ। ରାମ ଯେତେ ବୁଝାଇଲେ ସୁଦ୍ଧା ଭରତ ରାଜସିଂହାସନରେ ବସିବାକୁ ରାଜି ହେଲେ ନାହିଁ। ତହିଁ ରାମ କହିଲେ, ତାହା ହେଲେ ତୁମେ ମୋର ପ୍ରତିନିଧି ରୂପେ ରାଜ୍ୟ ଶାସନ କର। ଭରତ ଅତି ଦୁଃଖରେ ଏହି ପ୍ରସ୍ତାବରେ ସ୍ୱୀକୃତ ହେଲେ। ସେ ଶ୍ରୀରାମଙ୍କର ପାଦୁକା ଦୁଇଟି ନେଇ ରାଜନୀତି ବିଷୟରେ ଅନେକ ଉପଦେଶ ଗ୍ରହଣ କଲେ। ଭାଇଙ୍କର ଆଦେଶ ମାନି ତାଙ୍କର ପାଦୁକା ଦୁଇଟିକୁ ମୁଣ୍ଡରେ ଧରି ଶତ୍ରୁଘ୍ନ, ମନ୍ତ୍ରୀଗଣ ଓ ସୈନ୍ୟମାନଙ୍କ ସହିତ ଅଯୋଧ୍ୟାକୁ ଫେରି ଆସିଲେ। ଅଯୋଧ୍ୟାବାସୀ ରାମ, ଲକ୍ଷ୍ମଣ ଓ ସୀତା ଫେରି ଆସିନଥିବା ଦେଖି ଅତି ନିରାଶ। ଭରତମାନଙ୍କୁ ସମସ୍ତ ଘଟଣା ଜଣାଇ ଆଶ୍ୱାସନା ଦେଲେ। ଭରତ ସେହିଦିନ ଠାରୁ ସମସ୍ତ ରାଜ ସୁଖ ତ୍ୟାଗ କରି ରାମଙ୍କ ଭଳି ତପସ୍ୱୀ ଜୀବନ ଯାପନ କରିବାକୁ ଲାଗିଲେ। ଭରତ ତପସ୍ୱୀ ଜୀବନ ଯାପନ କରିବାକୁ ଲାଗିଲେ। ସେ ମସ୍ତକରେ
ଜଟା ଧାରଣ କଲେ, ତାଙ୍କ ମସ୍ତକରେ ଜଟା ଧାରଣ କଲେ। ବକଲ ପିନ୍ଧିଲେ, ଫଳମୂଳ ଖାଇ ରହିଲେ, ସେ ଫଳମୂଳ ଖାଇ ରହିଲେ। ପାଦୁକା ଦୁଇଟିକୁ ସିଂହାସନରେ ରଖି ରାମଙ୍କର ପ୍ରତିନିଧି ରୂପେ ରାଜ୍ୟ ଶାସନ କଲେ। ରାମ ଯେଉଁ କଠୁ ପିନ୍ଧିଥିଲେ, ସେ କଠୁକୁ ରାଜ୍ୟର ତାଙ୍କ ସିଂହାସନରେ ରଖି ତାକୁ ପୂଜା କରି ସେ ପ୍ରତିନିଧି ଭାବେ ରାଜ୍ୟ ଶାସନ କଲେ। ଏଥିପୂର୍ବରୁ କେହି କେହି ସନ୍ଦେହ କରୁଥିଲେ ଯେ ଭରତ ରାଜ୍ୟ ଲୋଭନରେ ମାଙ୍କ ଦ୍ୱାରା ରାମଙ୍କୁ ବନବାସ ପଠାଇଛନ୍ତି। କିନ୍ତୁ ଏବେ ଭରତଙ୍କ ଆଚରଣ ଦେଖି ସେମାନଙ୍କ ସେହି ଭୁଲ ଧାରଣା ଦୂର ହୋଇଗଲା। ସେମାନେ ଭରତଙ୍କର ମହାନତା ଓ ଭ୍ରାତୃଭକ୍ତିରେ ମୁଗ୍ଧ ହୋଇଗଲେ। ଭରତ ରାଜପୁରୀର ସୁଖ ତ୍ୟାଗ କରି ନଗର ବାହାରେ ନନ୍ଦୀଗ୍ରାମ ନାମକ ଏକ ସ୍ଥାନରେ ବାସ କଲେ। ଭରତ କେଉଁଠି ବାସ କରୁଥିଲେ? ଏ ନନ୍ଦୀଗ୍ରାମ ସ୍ଥାନରେ ବାସ କରୁଥିଲେ। ହଁ, ପାଠ ଏତିକି ଥିଲା। ନେକ୍ସଟ ଆମେ ପ୍ରଶ୍ନ ଉତ୍ତର କରିବା। ଭିଡ଼ିଓଟି ଅଧିକ ଲମ୍ବା ହେଇଯିବ, ତେଣୁକରି ଭିଡ଼ିଓକୁ ଏଠି କଟ୍ କରିବା। ଆଉ ୟୁଟ୍ୟୁବ୍ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ। ଆଉ ନୋଟିଫିକେସନ୍ ଦବାନ୍ତୁ, ଯାହାଦ୍ୱାରା ଭିଡ଼ିଓ ଛାଡ଼ିଲେ ନୋଟିଫିକେସନ୍ ଆପଣଙ୍କୁ ପ୍ରଥମେ ମିଳିଯିବ।